ବର୍ଷା ଦିନ ତ ଷ୍ଟାର୍ଟ ହେଇଗଲାଣି ଆଉ ବର୍ଷା ପାଗରେ କାହାକୁ ଗରମା ଗରମ ଏମିତି ଛଣାଛୁଣି ଖାଇବାକୁ ପସନ୍ଦ। ଛଣାଛୁଣି ହେଇଥିବ ଆଉ ତା ସହିତ ଚାହା ହେଇଥିବ। ସେଇ ଛଣାଛୁଣି ପାଇଁ ଆଜି ମୁଁ ନେଇକି ଆସିଅଛି ପିଆଜି। ଆଉ ପିଆଜି ସହିତ ଚା କାହାକୁ ପସନ୍ଦ ନିହାତି ଭାବେ କମେଣ୍ଟରେ କହିବେ। ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣ ସମସ୍ତଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ବହୁତ ସାରା ସ୍ୱାଗତ। ଆପଣମାନଙ୍କ ପାଇଁ ନେଇକି ଆସିଅଛି ମୁଁ ପିଆଜିର ରେସିପି। ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ତ ପିଆଜି ମୋତେ ତ ବହୁତ ବଢ଼ିଆ ଲାଗେ, ଆପଣମାନଙ୍କୁ ଭଲ ଲାଗେ କି ନାହିଁ ନିହାତି ଭାବେ ଜଣେଇବେ। ଏବେ ଚାଲନ୍ତୁ ପିଆଜି ବନେଇବା ଷ୍ଟାର୍ଟ କରିବା। ତ ଦେଖିପାରୁଥିବେ ପିଆଜି ବନେଇବା ପାଇଁ ମୁଁ ଏପଟେ ପୁରା 2ଟି ବଡ଼ ସାଇଜ୍ର ପିଆଜିକୁ ଏପରି କାଟି ନେଇଛି। ତାକୁ ବେଶୀ ପତଳା କରିବେନି, ତାକୁ ଏମିତି ଟିକେ ମୋଟା ମୋଟା ରଖିବେ। ତ ତାକୁ କାଟି ନେଇଛି ଆଉ ତାକୁ ଗୋଟେ ବଡ଼ ଜାଗାକୁ ଢାଳି ନେଇଛି, ମାନେ ଗୋଟେ ତସଲାକୁ ଢାଳି ନେଇଛି ଯେଉଁଥିରେ ଆମେ ବାକି ସବୁ ଜିନିଷ ଗୋଳେଇବା। ତାପରେ ସେଥିରେ ଅଦା, ରସୁଣ ଆଉ କଞ୍ଚା ଲଙ୍କାକୁ ଛେଚିକି ନେଇଥିଲେ ତାକୁ ତା ଭିତରେ ପକାଇ ଦେଲି। ତାପରେ ସେଥିରେ କିଛି କଟା ଧନିଆ ପତ୍ର ଆଉ ଭୃସଙ୍ଗ ପତ୍ର ତାକୁ ମଧ୍ୟ କାଟିକି ପକାଇଦେଲି। ଆଉ ଏବେ ସେଥିରେ ପକାଇଦେଲି ସ୍ୱାଦ ଅନୁସାରେ ଲୁଣ। ତ ଲୁଣ ଆପଣମାନେ ନିଜ ହିସାବରେ କେତେ ପିଆଜି ବନାଉଛନ୍ତି ସେହି ହିସାବରେ ପକାଇବେ। ଗୋଟେ ପିଞ୍ଚର ହଳଦୀ ପକାଇଦେଲି ଆଉ ହାଫ୍ ଚାମଚର କାଶ୍ମୀରୀ ଚିଲି ପକାଇଦେଲି ଭଲ କଲର୍ ଆସିବା ପାଇଁ। ହାଫ୍ ଚାମଚ ପାଖାପାଖି ପକାଇଦେଲି ଜିରା। ଆଉ ସେଥିରେ ମୁଁ ଯେପରି ଆମର ବାଇଣ୍ଡିଙ୍ଗ ଆସିବ ପିଆଜରେ, ମାନେ ପିଆଜି ପାଇଁ ବେଶୀ ବେସନ କିଛି ଆବଶ୍ୟକ ନାହିଁ, ବାସ୍ ବାଇଣ୍ଡିଙ୍ଗ ପାଇଁ ସେଥିରେ ମୁଁ ବେସନ ଆଡ଼୍ କଲି। 3ରୁ 4 ଚାମଚ ବେସନ ଆଡ଼୍ କଲି ଆଉ ସେଥିରେ ଗୋଟେ ପିଞ୍ଚର ଖାଇବା ସୋଡ଼ା ପକାଇ ଦେଲି। ତ ଏସବୁ ପକାଇ ସାରିଲା ପରେ ଦେଖନ୍ତୁ ଫାଷ୍ଟ ତାକୁ ଶୁଖିଲା ଶୁଖିଲା ଏମିତି ମିଶାଇ ନେବି। ମାନେ ଆମର ପିଆଜରେ ତ ପାଣି ଥାଏ, ତ ପିଆଜରୁ ପାଣି ଯେପର୍ଯ୍ୟନ୍ତ ବେସନରେ ଭଲସେ ମିଶିଯିବ ତାକୁ ସେପରି ମୁଁ ଗୋଳେଇ ନେଇଛି। ଆଉ ପିଆଜକୁ ଏମିତି ପୁରା ହାତରେ ଆପଣ ଦେଖିପାରୁଥିବେ କ୍ରସ୍ କରିଦେଉଛି, ଯେମିତି ପିଆଜର ପାଖୁଡ଼ା ସବୁ ଅଲଗା ହୋଇଯିବ। ଏବେ ଦେଖିପାରୁଥିବେ ମୁଁ ଭଲସେ ଗୋଳେଇ ନେଲି। ଏବେ ଆପଣମାନେ ଦେଖିକି ପାଣି ଦେବେ। ଆମର ପିଆଜିଟି ପୁରା ମୋଟା ରହିବ, ତ ତାକୁ ବିଲକୁଲ ବେଶୀ ପାଣି ଦେବେନି। ବାସ୍ 2 ଚାମଚ ପାଖାପାଖି ପାଣି ମୁଁ ଏଥିରେ ଆଡ଼୍ କରିଛି। ଆଉ 2 ଚାମଚର ପାଣି ଦେଇକି ଦେଖନ୍ତୁ ତାକୁ ଭଲସେ ପୁରା ମୁଁ ଗୋଳେଇ ନେଇଛି। ଆଉ ଏଇ ଯେତେବେଳେ ଆପଣ ପିଆଜି ପ୍ରିପେୟାର କରିବେ ନା, ତାର ବ୍ୟାଟରଟିକୁ ବିଲକୁଲ ପାଣିଆ କରିବେନି, ବହୁତ ହି ମୋଟା ରଖିବେ। ଯେପରି ଆମେ ବରାକୁ କି ଆଉ କିଛି ଜିନିଷ ବନେଇଲେ ତାକୁ ସେହିପରି ଆପଣ ମୋଟା ରଖିବେ। ତ ଦେଖିପାରୁଥିବେ ତାକୁ ଭଲସେ ଏମିତି ପୁରା ମୁଁ ମିଶାଉ ନେଉଛି। ଆପଣ ଯେତେବେଳେ ହାତ ଗୋଟେ ମୁଠା କରୁଥିବେ ଆଉ ସେ ମୁଠା ଯାଉଥିବ, ଜାଣିବେ ଯେ ଆପଣଙ୍କର ମାନେ ଏ ବ୍ୟାଟରଟି ବନିକି ରେଡ଼ି ହୋଇଯାଇଛି। ମୋର ଦେଖନ୍ତୁ ମୁଠା ହେଉନି, ତ ସେଥିରେ ମୁଁ ଆଉ ଗୋଟେ ଚାମଚର ବେସନ ଆଡ଼୍ କରିଛି। ଆଉ ତାକୁ ଦେଖନ୍ତୁ ଭଲସେ ଏମିତି ଗୋଳେଇ ନେଉଛି। ମୁଁ ଆପଣଙ୍କୁ କ'ଣ କହିଥିଲି, ଯେମିତି ଆପଣ ହାତରେ ମୁଠା କରିବେ, ଯଦି ଆପଣଙ୍କ ହାତରେ ଏଇ ବ୍ୟାଟରଟି ମୁଠା ହେଇଯାଉଛି ଜାଣିବେ ଯେ ଆପଣଙ୍କର ବ୍ୟାଟରଟି ପୁରା ପରଫେକ୍ଟ ଭାବରେ ବନି ଯାଇଛି। ତ ଦେଖିପାରୁଥିବେ ତାକୁ ଭଲସେ ଏମିତି ମୁଁ ଗୋଳେଇ ନେଉଛି। ଆଉ ଏବେ ଦେଖିପାରୁଥିବେ ମୋର ହାତରେ ମଧ୍ୟ ମୁଠା ହୋଇ ଯାଉଛି। ତାମାନେ ଆମର ଏଇ ବ୍ୟାଟରଟି ବିଲକୁଲ ପରଫେକ୍ଟ ଭାବରେ ବନି ଯାଇଛି। ସେପଟେ ଗୋଟେ କଡ଼େଇରେ ମୁଁ ତେଲ ଗରମ କରି ରଖିଦେଇଥିଲି ଆଉ ତେଲ ମଧ୍ୟ ଗରମ ହେଇଯାଇଥିଲା। ଏବେ ଦେଖନ୍ତୁ ମୁଁ ତାକୁ ହାତରେ ଏମିତି ଗୋଲ ଗୋଲ କରି ତେଲରେ ସବୁ ପକାଇ ନେବି। ଆଉ ଆକୁ ବିଲକୁଲ ବେଶୀ ଟାଇମ୍ ପର୍ଯ୍ୟନ୍ତ କୁକ୍ କରିବେନି, ତାକୁ ବାସ୍ 50ରୁ 60% ପର୍ଯ୍ୟନ୍ତ କୁକ୍ କରିନେବେ। ତ ଦେଖିପାରୁଥିବେ ମୁଁ ସେଇ ଗୋଟେ ଗୋଟେ ଗୋଳା କରିକି ତେଲରେ ମୁଁ ସବୁ ପକାଇ ଦେଲି। ଆଉ ତାକୁ ଏବେ ଆପଣ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ଛାଣିବେ। ଯେହେତୁ ପିଆଜ ତାକୁ ସିଝିବା ପାଇଁ ବେଶୀ ଟାଇମ୍ ଲାଗିନଥାଏ, ତ ତାକୁ ଆପଣ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ହିଁ ଛାଣିବେ। ତ ଦେଖିପାରୁଥିବେ ମୁଁ ଏବେ କଡ଼େଇରେ 5ରୁ 6ଟି ଗୋଳାକୁ ପକାଇ ନେଇଛି। ଆଉ ତାକୁ ଏପଟ ସେପଟ କରି ପୁରା 50% ପର୍ଯ୍ୟନ୍ତ କୁକ୍ କରି ନେଇଛି। ତ ଦେଖିପାରୁଥିବେ ଯେମିତି ସେ ଟିକେ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇଯିବ ତାକୁ ଆପଣ କାଢ଼ି ଆଣିବେ। ତ ଦେଖିପାରୁଥିବେ ଏପଟେ ମୋର ସବୁ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇଗଲାଣି। ତାକୁ ମୁଁ ଏପଟେ କାଢ଼ି ଆଣିକି ଗୋଟେ ଜାଗାରେ ରଖି ଦେଇଛି। ତ ସବୁ ପକୁଡ଼ି ଗୁଡ଼ିକୁ ଆପଣମାନେ ଏମିତି କାଢ଼ି ଆଣିବେ। ତ ଦେଖିପାରୁଥିବେ ତାକୁ ଆଉ ଥରେ ଆମେ ଛାଣିବା ନା, ତ ସେଥିପାଇଁ ତାକୁ ଏମିତି ହାଫ୍ କୁକ୍ କରିକି ଆପଣ ଛାଣି ଆଣିବେ। ତ ଦେଖିପାରୁଥିବେ ସବୁ ଜିନିଷକୁ ମୁଁ କାଢ଼ି ଆଣି ସାରିଲା ପରେ ତାକୁ କ'ଣ କରିବେ ନା, ଗୋଟେ ଆପଣ ହାତରେ ହେଉ କି ଜରିରେ ହେଉ ତାକୁ ଏମିତି ପ୍ରେସ୍ କରିଦେବେ। ତ ମୁଁ ଗୋଟେ ମାନେ ଗୋଟେ ଗିନାର ପଛପଖ ସାହାଯ୍ୟରେ ତାକୁ ଏମିତି ପ୍ରେସ୍ କରିନେଲି। ଆଉ ତାକୁ ପୁରା ମାନେ ବରାର ସେପ୍ ଦେଇଦେଲି। ତ ଦେଖିପାରୁଥିବେ ମୁଁ କେମିତି ଗିନାରେ ଆପଣମାନଙ୍କୁ ଦେଖାଉଛି ତାକୁ ଏମିତି ପ୍ରେସ୍ କରିନେଉଛି। ଆପଣମାନେ ଚାହିଁଲେ ଜରିରେ ମଧ୍ୟ ତାକୁ ପ୍ରେସ୍ କରିପାରିବେ। ତ ଏମିତି ପ୍ରେସ୍ କରିସାରିଲା ପରେ ତାକୁ ଏବେ ତେଲରେ ପକାଇ ଦେବେ। ଆମେ ପିଆଜିକୁ 2 ଥର ଛାଣନ୍ତି, ସେଇଥିପାଇଁ ଫାଷ୍ଟ ତାକୁ 50% କୁକ୍ କରିବେ, ତାପରେ ତାକୁ ଆଉ 50% ଆପଣମାନେ କୁକ୍ କରିବେ। ତ ଦେଖିପାରୁଥିବେ ମୁଁ 3ଟି ପିଆଜିକୁ ଏପଟେ ତାକୁ ଏମିତି ପ୍ରେସ୍ କରିକି ତେଲରେ ପକାଇଦେଲି। ଆଉ ଏବେ ତାକୁ ଏପଟ ସେପଟ କରିକି ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ତାକୁ ମୁଁ ଛାଣି ନେବି। ତ ଏଇ ପିଆଜି ରେସିପିଟି ଯଦି ଆପଣମାନଙ୍କୁ ଭଲ ଲାଗେ ନିହାତି ଭାବେ ଗୋଟେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।
तो देखिपे तार गोटे पाख गोल्डन ब्राउन कलर हो जाता तो आर पाखटी मुझे लेउटे देवी गोल्डन ब्राउन कलर होगा पर्यंत आउ एबे दुई पाख साइड गोल्डन ब्राउन कलर है ताकू मु गोटे काढ़ी आनिमी जगह को तो देखिपे ताकू मु काढ़ी आनिली आउ ताकू गोटे जगार एमती मु रखीदेली तो एबे सब पियाज गुड़ी को से उपारे बनैकी रेडी करदेली आ तार कलर आपण मानक देखो केते सुंदर आमर बनी बिल्कुल क्रिस्पी टेस्टी गरमा गरम पियाजी बिल्कुल दुकान परी। तो यही तो थिला पियाजी रो रेसिपी आउ आपण मानक रेसिपी किपर लगे आपण मैंने निहाती भाव में कमेंट रे जनइबे यही वर्षा पागरे यही पियाजी बनैकी खातु निजे खातु और निज घर लोक खावा दिंतु। तो पुणी देखा गोटे नुआ भिडियो सह रोची नमस्कार जय जगन्नाथ।